ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ଗତ 2 ଦିନ ଧରି ଖଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଓ ପୋଲିସ କର୍ମୀ ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ଅପରାଧିକ ମାମଲା ଓ ବେପରୁଆ ଗାଡ଼ି ଚାଳନାକୁ ନଜର ରଖି ବିଭିନ୍ନ ସ୍ଥାନରେ ଯାନବାହନକୁ ଅଟକାଇ ଚାଲିଛି ଚେକିଂ। ଆଜି 16 ନମ୍ବର ଜାତୀୟ ରାଜପଥ କେଶପୁର ଛକ ନିକଟରେ ପୋଲିସ ଖଲିକୋଟ ଛାନଭିନ୍ କରୁଥିବା ବେଳେ ବ୍ରହ୍ମପୁରଠାରୁ କଲିକତା ଅଭିମୁଖେ ଯାଉଥିବା ଗୋଟିଏ କାରରୁ 73ଟି ରୂପା ଇଟା ସହିତ ନଗଦ 5,42,600 ଟଙ୍କା ଜବତ କରିଛି ଖଲିକୋଟ ପୋଲିସ, ଯାହାର କି ଆନୁମାନିକ ମୂଲ୍ୟ 75 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ। ଖଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କାରକୁ ଜବତ କରିବା ସହିତ କାର ଭିତରେ ଥିବା ରୂପା ଚାଲାଣକାରୀଙ୍କୁ ଗିରଫ କରିଛନ୍ତି। ଉକ୍ତ ଦୁଇ ଆସାମୀ ହେଲେ କଲିକତା ହୁଗୁଳି ଅଞ୍ଚଳର ଅରୁପ ଭୂଇଁଆ ଓ ପଶ୍ଚିମବଙ୍ଗ ଭୂଦେବ ଚୌକ ଅଞ୍ଚଳର ଉଦୀପ ସାଙ୍କି ବୋଲି ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶୀ ଖବର।